वसुदेवसुतं देवं कंसचाणूरमर्दनं देवकी परमानन्दं कृष्णवन्दे जगद्गुरुं। ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। वासुदेवाय। ଶିବଙ୍କ ପାଖରେ ଜୀବର କ୍ଷମା ଯାଚନା, ନିଜର ଅପରାଧ ପାଇଁ ସେ କ୍ଷମା ଯାଚନା କରୁଛି ଏବଂ ପୁନର୍ବାର ସେ ଅପରାଧର ପୁନରାବୃତ୍ତି ନ କରିବା ପାଇଁ ସେ ପ୍ରତିଜ୍ଞା, ଯୋଉ ଅପରାଧ ମୁଁ କରିଛି ସେ ଅପରାଧ ମୁଁ ଆଉଥରେ ରିପିଟ କରିବି ନାହିଁ, ପୁନରାବୃତ୍ତି କରିବି। ଆମେ ଦେଖିଲେ ଜନ୍ମ ଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ, ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କଣ କଣ ଅପରାଧ ହଉଛି? ବାଲ୍ୟାବସ୍ଥାର ଅପରାଧ, ଯୌବନ ଅବସ୍ଥାର ଅପରାଧ, ବାର୍ଦ୍ଧକ୍ୟ ଅବସ୍ଥାର ଅପରାଧ, ତାପରେ ନିଦ୍ରା ଭାଙ୍ଗିବା ଠାରୁ ନିଦ୍ରା ଯିବା ପର୍ଯ୍ୟନ୍ତ ଦି ପ୍ରକାର ଏ ଗ୍ରନ୍ଥକୁ ଆମେ ଅଧ୍ୟୟନ କରି, ପ୍ରଥମେ ହଉଛି ଜନ୍ମ ଠାରୁ ମୃତ୍ୟୁ, ଦ୍ୱିତୀୟରେ ହଉଛି ନିଦ୍ରା ଭାଙ୍ଗିବା ଠାରୁ ନିଦ୍ରା ଯିବା ପର୍ଯ୍ୟନ୍ତ। ନିଦ୍ରା ଭାଙ୍ଗିବା ଠାରୁ ନିଦ୍ରା ଯିବା ପର୍ଯ୍ୟନ୍ତ ମୋ ଦ୍ୱାରା କଣ କଣ ଅପରାଧ ହଉଛି, ହେ ପ୍ରଭୁ ମତେ କ୍ଷମା କରିଦିଅ, ମତେ କ୍ଷମା କରିଦିଅ, ମତେ କ୍ଷମା କରିଦିଅ। ପ୍ରଥମେ ଆମେ ଦେଖିଲେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ। ଦ୍ୱିତୀୟରେ ଦେଖୁଛେ ନିଦ୍ରା ଭାଙ୍ଗିବା ଠାରୁ ନିଦ୍ରା ଯିବା ପର୍ଯ୍ୟନ୍ତ। ଗତକାଲି ଆମେ ଦେଖିଥିଲେ ଯେ ପ୍ରଭୁଙ୍କୁ ସେ ପ୍ରାର୍ଥନା କରୁଛି, ହେ ପ୍ରଭୁ ମୁଁ ପ୍ରାତଃ କାଳରୁ ଉଠି ପାରୁନି, ମୋ ଦ୍ୱାରା ପ୍ରାତଃ ଜାଗରଣ ହେଇପାରୁନାହିଁ, ମୋ ଦ୍ୱାରା ପ୍ରାତଃ ସ୍ମରଣ ହେଇପାରୁନାହିଁ, ପ୍ରାର୍ଥନା ପୂଜା ମୁଁ ଆପଣଙ୍କର କରିନି, ତେଣୁ ଆପଣ ମତେ କ୍ଷମା କରିଦିଅନ୍ତୁ। ତାପରେ ଆଜି ଆମେ ତିନିଟା ଶ୍ଲୋକ ଦେଖିବା, କିଛି ଶ୍ଲୋକ ଦି ତିନିଟା ଶ୍ଲୋକ ରହିଯିବ, ଠିକ ଅଛି। ଶ୍ଲୋକ ହଉଛି କଣ? 7 ନମ୍ବର ଶ୍ଲୋକ। न शक्यं स्मार्तकर्म प्रतिपदगहन प्रत्यवाय कुलाख्ययम्। जो ସ୍ମୃତି ଶାସ୍ତ୍ରରେ ଯୋଉ କର୍ମ କୁହାଯାଇଛି ପ୍ରତିପଦ ଗହନ, ସେ ହଉଛି ବହୁତ ଗହନ। ପ୍ରତ୍ୟବାୟ କୁଳ ଆକ୍ଷମ, ଯଦି ନ କରିବ ପ୍ରତ୍ୟବାୟ ହବ। କଣ କୁହାଯାଇଛି ସ୍ମୃତି ଶାସ୍ତ୍ରରେ? ନା ସ୍ମୃତି ଶାସ୍ତ୍ରରେ କୁହାଯାଇଛି ବର୍ଣ୍ଣ ଧର୍ମ ଆଉ ଆଶ୍ରମ ଧର୍ମ। 7 ନମ୍ବର ଶ୍ଲୋକରେ ଜୀବ ଶିବଙ୍କ ପାଖରେ ନିଜର ଅପରାଧକୁ ଯାଚନା କରୁଛି। ନା ଶୌକ୍ୟಂ ସ୍ମାର୍ତ କର୍ମ, ମୁଁ ସ୍ମାର୍ତ କର୍ମକୁ ଅନୁଷ୍ଠାନ କରିନାହିଁ, ଅର୍ଥାତ୍ ମୁଁ ବର୍ଣ୍ଣାଶ୍ରମ ଧର୍ମକୁ ପାଳନ କରିନି। ବର୍ଣ୍ଣ ଧର୍ମ ଆଉ ଆଶ୍ରମ ଧର୍ମ। ଯୋଉ ବର୍ଣ୍ଣ ଧର୍ମ ମାନେ ବର୍ଣ୍ଣ ବ୍ୟବସ୍ଥା, ଆଶ୍ରମ ଧର୍ମ ମାନେ ଆଶ୍ରମ ବ୍ୟବସ୍ଥା। ନା ମୋ ଦ୍ଵାରା ବର୍ଣ୍ଣ ଧର୍ମ ପାଳନ ହେଇଛି, ନା ମୋ ଦ୍ଵାରା ଆଶ୍ରମ ଧର୍ମ ପାଳନ। ଏ ଯୋଉ ବର୍ଣ୍ଣ ବ୍ୟବସ୍ଥା, ଏ ଯୋଉ ଆଶ୍ରମ ବ୍ୟବସ୍ଥା, ଦିଟା ଯାକ ମୁଁ ପାଳନ କରେ।
ତାପରେ ନା ଯଦି ମୁଁ ବର୍ଣ୍ଣ ବ୍ୟବସ୍ଥା ପାଳନ କରିବିନି, ଯଦି ଆଶ୍ରମ ବ୍ୟବସ୍ଥା ମୁଁ ପାଳନ କରିବିନି, ତାର ପରବର୍ତ୍ତୀ ହଉଛି କଣ? ନା ଯିଏ ବର୍ଣ୍ଣ ବ୍ୟବସ୍ଥାକୁ ଠିକ ଭାବରେ କରିଛି, ଯିଏ ଆଶ୍ରମ ବ୍ୟବସ୍ଥାକୁ ଠିକ ଭାବରେ କରିଛି, ତାହା ଭିତରେ ଗୋଟେ ଜିଜ୍ଞାସା ଆସିବ ଉପନିଷଦ ପଢିବା ପାଇଁ। ବର୍ତ୍ତମାନ ପରବର୍ତ୍ତୀ ଶ୍ଲୋକରେ, ପରବର୍ତ୍ତୀ ଶ୍ଲୋକର ସେକେଣ୍ଡ ଲାଇନ, ଫାର୍ଷ୍ଟ ଲାଇନ ହେଲା କଣ? ସ୍ମାର୍ତ କର୍ମ। ଦ୍ୱିତୀୟରେ ହେଲା କଣ? ନା ଶ୍ରୌତ କର୍ମ। ସୌତ ବାର୍ତ୍ତା କଥମ, ମୁଁ ଯିଏ ବର୍ଣ୍ଣ ଧର୍ମ ପାଳନ କରିନି, ଯିଏ ଆଶ୍ରମ ଧର୍ମ ପାଳନ କରିନି, ଯିଏ ଉପାସନା କରିନାହିଁ, ସେ ଉପନିଷଦ କଣ ପଢିବ? କଣ କହୁଛନ୍ତି ଋଷି? ଶିବ ଜୀବ କଣ କହୁଛି? ଯେ ମୁଁ ଉପାସନା କରିନି, ଯେହେତୁ ମୁଁ ଉପାସନା କରିନି, ଉପନିଷଦ ପଢିବା ପାଇଁ ମୋ ଭିତରେ ଆଉ ରୁଚି ଆସୁନି, ଅଭିରୁଚି ଆସୁନି। ବ୍ରହ୍ମ ମାର୍ଗାନୁସାର ଜ୍ଞାतो ଧର୍ମ ବିଚାର ହି ଶ୍ରବଣ मनन निधिध्यासन। ଦିଟା କଥା ଏଠି କହ। ଉପାସନା ମୁଁ କରିନି ଏବଂ ଉପନିଷଦ ବି ମୁଁ ଅଧ୍ୟୟନ କରିନି। କଣ ଉପନିଷଦ? ବ୍ରହ୍ମ ମାର୍ଗାନୁସାରେ ଜ୍ଞାतो ଧର୍ମ ବିଚାର, ଜ୍ଞାतो ବ୍ରହ୍ମ ବିଚାର। ମୁଁ ଧର୍ମ ବିଚାର କରିନି କି ବ୍ରହ୍ମ ବିଚାର ବି କରିନି। ଧର୍ମ ବିଚାର ମାନେ ମୁଁ କଣ କରିବା ଉଚିତ, ବ୍ରହ୍ମ ବିଚାର ମାନେ ମୁଁ କଣ ଜାଣିବା ଉଚିତ। ଜ୍ଞାतो ଧର୍ମ ବିଚାର ଶ୍ରବଣ मननः। ବ୍ରହ୍ମ ବିଚାରର ତିନୋଟି ସୋପାନ, ଶ୍ରବଣ, ମନନ, ନିଧିଧ୍ୟାସ। ମୁଁ ଏକୁ କରିପାରି ନାହିଁ। ହେ ଶିବ, ମୋର ଅପରାଧ ପାଇଁ ଆପଣ ମତେ କ୍ଷମା କର। ମୁଁ ଧର୍ମ ମୀମାଂସାକୁ ଅଧ୍ୟୟନ କରିନି କି ଅନୁଷ୍ଠାନ କରିନି। ମୁଁ ବ୍ରହ୍ମ ମୀମାଂସାକୁ ଅଧ୍ୟୟନ କରିନି, ନା ଉପନିଷଦ ପଢିଛି, ନା ଉପାସନା କରିଛି। ସେଥିପାଇଁ ଆପଣ ମତେ କ୍ଷନ୍ତବ୍ୟ ମେ ଅପରାଧ। ଶିବ 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 ଭୋ ଶ୍ରୀ ମହାଦେବ ଶମ୍ଭୋ। ହେ ମହାଦେବ, ଆପଣ ମତେ କ୍ଷମା କରିଦିଅନ୍ତୁ। ମୋର ବୟସ ବ୍ୟତୀତ ହେଇଗଲା, ଅଯଥାରେ ସମୟ ଗୁଡାକ ଅତିବାହିତ ହେଇଗଲା। ନା ଉପନିଷଦର ଜ୍ଞାନ ହେଲା, ନା ଉପାସନାର ଜ୍ଞାନ ହେଲା। ଉପାସନା ମୁଁ ଜାଣିପାରିଲି ନାହିଁ କି ଉପନିଷଦ ମୁଁ ଜାଣିପାରିଲିନି। ଅଯଥାରେ ସମୟ ଗୁଡାକ ଅତିବାହିତ ହେଇ ମୋ ବୟସ ଗୁଡାକ ବଢି ବଢି ଗଲା। ଇଏ ହଉଛି 7 ନମ୍ବର। ତାପରେ ଆମେ ପଢିବା ହଉଛି ଶ୍ଲୋକ ନମ୍ବର 12। ମାନେ ସବୁ ପଢିବା ନା, ଆଜି ଆମର ଶେଷ ଦିନ ନା, ଆଉ ସବୁ ଶ୍ଲୋକକୁ କଭର ପଢିବା ପାଇଁ ଆମ ପାଖରେ ସମୟ। ଦିଟା ଶ୍ଲୋକ ପଢିବା। ବର୍ତ୍ତମାନ କହୁଛନ୍ତି କଣ? ନା ଏଇପରି ଭାବରେ ଅଯଥାରେ ମୋ ସମୟ ଗୁଡାକ ସବୁ ଅତିବାହିତ ହେଇଗଲା, ବାର୍ଦ୍ଧକ୍ୟ ଆସିକିରି ପହଞ୍ଚିଲା। ଆୟୁ ନଶ୍ୟତି, ଏ ଆୟୁ ନାଶ ହେଇଗଲା। କାରଣ ସେ ମତେ ଆଉ ଅପେକ୍ଷା କରେନି, ବୟସ ବଢି ଚାଲିଛି। ଆୟୁର୍ନଶ୍ୟତି ପ୍ରତିଦିନମ୍, ପ୍ରତିଦିନ ଏ ଆୟୁ କ୍ଷୟ ହଉଛି, ଏ ଆୟୁ କ୍ଷୟ ହଉଛି। ଆୟୁ ନଶ୍ୟତି ପ୍ରତିଦିନମ୍ याति କ୍ଷୟଂ ଯୌବନମ୍। ତେଣୁ ଶରୀରରେ ଯୌବନ ବି ରହିବନି, ରହିଲାନି, କ୍ଷୟ ହେଇଗଲା। ଯୌବନର ଗର୍ବ ବି ରହିଲାନି। ଯୋଉ ଆଖି କି ଦିଶୁଥିଲା, ଯୋଉ କାନକୁ ଶୁଭୁଥିଲା,
ତାକୁ ଆଉ ଠିକ ରେ ଶୁଭୁନି। आयुर्नश्यति पश्यतां प्रतिदिनं याति क्षेयं यौवनम् प्रत्ययान्ति गता पुनर्न दिवसः कालो जगतभक्षकः। କାଳର ଅଧୀନରେ ସମସ୍ତେ ଅଛନ୍ତି। ଏ କାଳ ଜଗତକୁ ବି ଖାଇଦଉଛି। କାଳୋ ଜଗତ ଭକ୍ଷକଃ ପ୍ରତ୍ୟାନ୍ତି ଗତଃ ପୁନଃ ଦିବସଃ। ଯୋଉ ଦିନ ଗୁଡାକ ଫେରି ଯାଇଛି, ମୁଁ ଯେତେ ଚେଷ୍ଟା କଲେ ବି ତାକୁ ମୁଁ ଆଉ ଫେରେଇ ପାରୁନି। ଲକ୍ଷ୍ମୀ ତୋୟ ତରଙ୍ଗ ଭଙ୍ଗ ଚପଲ ବିଦୁଚ୍ଚଲಂ ଜୀବନମ୍। ତାହେଲେ ଜୀବନ କଣ? ନା ନଳିନୀ ଦଲଗତ ଜଲମତି ତରଲମ୍ ତାବତ ଜୀବନ ଅତିଶୟ ଚପଲମ୍। ଇଏ ହଉଛି ଜୀବନ। ଭଗବାନ ଶଙ୍କରାଚାର୍ଯ୍ୟଙ୍କର ଦୃଷ୍ଟିରେ ଇଏ ହଉଛି ଜୀବନ। ଜୀବନ କଣ? ନା ଜୀବନ ହଉଛି ନଳିନୀ ଦଲଗତ ଜଲମ୍। ନଳିନୀ ମାନେ ପଦ୍ମ। ଏ ପଦ୍ମ ପତ୍ରରେ ଯେଉଁପରି ଜଳ, ଏ ଶରୀର ଭିତରେ ସେଇପରି ପ୍ରାଣ। କେତେବେଳେ ପଦ୍ମ ପତ୍ରରୁ ଜଳ ଖସି ପଡିବ, କେତେବେଳେ ପଦ୍ମ ପତ୍ରରୁ ଜଳ ଖସି ପଡିବ, ତା ଠିକଣା। ଢଳ 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 ଢଳ। ନଳିନୀ ଦଳଗତ ଜଲମତି ତରଳମ୍। ଜଳ ଯେତିକି ତରଳ ଏବଂ ଜଳ ଯେତିକି ଚଞ୍ଚଳ। ଏକରେ ତରଳ, ଦ୍ଵିତୀୟରେ ଚଞ୍ଚଳ। ଠିକ ସେଇପରି ଭାବରେ ପ୍ରାଣ। ଏ ପ୍ରାଣ ବାୟୁ କେତେବେଳେ ଛାଡିକି ପଳେଇବ। ଯଦି ପତ୍ରରୁ କେତେବେଳେ ପାଣି ଖସି ପଡିବ, ସେ କଥା କୁହାଗଲା। ଏକରେ ଚପଳ, ଦ୍ଵିତୀୟରେ ତରଳ। ଏଇଟା ଆଉ ଗୋଟେ ଏକ୍ସାମ୍ପଲ ଦିଆହେଇଛି। କଣ? ନା ତରଙ୍ଗ। ତିନିଟା ଏକ୍ସାମ୍ପଲ ଜୀବନକୁ ବୁଝିବା ପାଇଁ, ତିନିଟା ଏକ୍ସାମ୍ପଲ ଦିଆଗଲା। ପ୍ରଥମ ଏକ୍ସାମ୍ପଲ ହେଲା ପଦ୍ମ ପତ୍ରର ଜଳ। ଦ୍ଵିତୀୟ ଦୃଷ୍ଟାନ୍ତ ହଉଛି ତରଙ୍ଗର ଜଳ। ତୃତୀୟ ଦୃଷ୍ଟାନ୍ତ ହଉଛି ବିଦ୍ୟୁଚ୍ଚଲମ୍ ଜୀବତମ୍। ବିଦ୍ୟୁଚ୍ଚଲମ୍ ଜୀବିତମ୍। ଯେତେବେଳେ ବିଜୁଳି ମାରେ କେତେ ସମୟ? ହେଲେ ଜୀବନ ହଉଛି ଠିକ ସେଇପରି ଭାବରେ। ତେଣୁ ସବୁ ଛାଡି ତସ୍ମାତ୍ ଶରଣାଗତମ୍। ତେଣୁ ମୁଁ ଆପଣଙ୍କର ଶରଣରେ ଯାଉଛି। ଶରଣାଦଃ ତ୍ୱମ୍ ରକ୍ଷ ରକ୍ଷ ଅଧୁନା। ଆପଣ ମତେ ରକ୍ଷା କରନ୍ତୁ। ତିନିଟା ଦୃଷ୍ଟାନ୍ତ ଦିଆଗଲା। ଗୋଟେ ପଦ୍ମ ପତ୍ରର ଜଳର ଦୃଷ୍ଟାନ୍ତ, ଗୋଟେ ହେଲା ତରଙ୍ଗର ଜଳର ଦୃଷ୍ଟାନ୍ତ, ଆଉ ଗୋଟେ ଦୃଷ୍ଟାନ୍ତ ହଉଛି ବିଦ୍ୟୁତର ଦୃଷ୍ଟାନ୍ତ। ଆୟୁ ନଶ୍ୟତି ପ୍ରଶ୍ୟତ୍ୟମ୍ ପ୍ରତିଦିନମ୍ ୟାତି କ୍ଷେୟମ୍ ଯୌବନମ୍। ଏଇପରି ଭାବରେ ଜୀବନ ଅତିବାହିତ ହେଇଯାଉଛି। ତିନିଟା ଦୃଷ୍ଟାନ୍ତକୁ ଆଧାର କରି ଶେଷରେ ସେ କହୁଛି, ଏ ହେ ଜୀବ କହୁଛି ଶିବକୁ ଯେ ମୁଁ ଆପଣଙ୍କର ଶରଣରେ, ମୁଁ ହେଲି ଶରଣାଗତ। ଶରଣାଗତ ଦିନାର୍ଥ ପରିତ୍ରାଣ ପରାୟ। ଆପଣ ହେଲେ ଶରଣଦ ମାନେ ଯିଏ ଶରଣରେ ଯିଏ ଆସେ, ଯିଏ ତାକୁ ରକ୍ଷା କରେ, ତାକୁ କୁହାଯାଏ ଶରଣଦ। ତୁମ ରକ୍ଷ ଅଧୁନା। ଆପଣ ମତେ ରକ୍ଷା କରନ୍ତୁ। ଶରଣାଗତିର ସିଦ୍ଧାନ୍ତ ହଉଛି ଦିଟା କାରଣରେ ବ୍ୟକ୍ତି ଭିତରେ ଶରଣାଗତିର ଭାବ ଆସେ। ପ୍ରଥମେ ହଉଛି ଅକିଞ୍ଚନତ୍ୱମ୍। ଯେତେବେଳେ ସେ ଅକିଞ୍ଚନ ଭାବକୁ ଅନୁଭବ କରିବ, ସେତେବେଳେ ସେ ଶରଣ।
ଏବଂ ଯାହାକୁ ସେ ଶରଣ ନିଏ, ଜୀବ ଏଠି କଣ କୁହାହଉଛି? ଅକିଞ୍ଚନ ଭାବ, ଅକିଞ୍ଚନ, ଅକିଞ୍ଚନତ୍ୱମ୍। ଏବଂ କାହାର ଶରଣରେ ଯିବେ? ଶରଣାଗତ ପାଖରେ ଗୁଣ ଥିବା କଣ ଦରକାର? ନା ଶରଣାଗତ ପାଖରେ ଦିଟା ଗୁଣ ଥିବା ଦରକାର। ହେଲା ପରତ୍ୱମ୍ ଆଉ ହେଲା ସୌଲଭତ୍ୱମ୍। ପରତ୍ୱମ୍ ମାନେ ଶ୍ରେଷ୍ଠତା, ସୌଲଭତ୍ୱ ମାନେ ସହଜତା। ପରତ୍ୱମ୍ ସୌଲଭତ୍ୱମ୍ ଦିଟା ଗୁଣ ଥିଲେ ଜଣେ ଶରଣ୍ୟ ହେଇପାରେ। ଶରଣ୍ୟ ପାଖରେ କଣ ଗୁଣ ଥିବା ଦରକାର? ଆଉ ଶରଣାଗତ ପାଖରେ କଣ ଗୁଣ ଥିବା ଦରକାର? ତସ୍ମା ତସ୍ମା ତେଣୁ ମୁଁ ଆପଣଙ୍କୁ ଶରଣରେ ଯାଉଛି। ଆପଣ ମତେ ରକ୍ଷା କରନ୍ତୁ, ଆପଣ ମତେ ରକ୍ଷା କରନ୍ତୁ, ଆପଣ ମତେ ରକ୍ଷା କରନ୍ତୁ। ଆହୁରି ସୁନ୍ଦର ଶ୍ଲୋକ ଅଛି, ଚାରି ପାଞ୍ଚଟା 13ଟା ଶ୍ଲୋକ ଭିତରୁ କିଛିଟା ଚାରି ପାଞ୍ଚ 3 4ଟା ଶ୍ଲୋକ ଅଛି। ଆଉ ଶେଷ ଶ୍ଲୋକ, ଆଉ ଏଇ ଶ୍ଲୋକ ହଉଛି ସମସ୍ତେ ମନେ ରଖିବା ଉଚିତ। ଏବଂ ସବୁଦିନ ରାତିରେ ଶୋଇବା ପୂର୍ବରୁ କ୍ଷମା ୟାଚନା, କ୍ଷମା ୟାଚନା କରି ଶୋଇବ। କ୍ଷମା ଯାଚନା କଣ? ନା ଇଏ ହଉଛି ଦି ପ୍ରକାର, କ୍ଷମା ହଉଛି ଦି ପ୍ରକାର। ଗୋଟେ ପ୍ରକାର କ୍ଷମା ହଉଛି ଫରଗିଭ୍ ଆଣ୍ଡ ଫରଗେଟ୍। ଆଉ ଗୋଟେ କ୍ଷମା ହଉଛି ଫରଗିଭ୍ ଅଛି, ଫରଗେଟ୍ ନାହିଁ। ଏ ଫରଗେଟ୍ ନଥାଉ ପଛେ, ଅର୍ଥାତ୍ ଜଣଙ୍କର ଅପରାଧକୁ ଭୁଲିଯିବା ଏବଂ ଅପରାଧ ପାଇଁ କ୍ଷମା କରିବା। ଭୁଲିଯିବା ଏବଂ କ୍ଷମା କରିବା। ଭୁଲିଯିବା ଫରଗିଭ୍ ଆଣ୍ଡ ଫରଗେଟ୍। ଜଣେ କ୍ଷମା କରିଦିଏ କିନ୍ତୁ ଭୁଲି ପାରେ। କେତେବେଳେ ଜଣେ ଭୁଲିବ? ଆମ ଋଷିମାନେ କହିଲେ ଗୋଟେ ଭଲ ପାଇବା ଥାଏ, ସେଠି ଭୁଲ କମ ଦିଶେ। ଭଲ ପାଇବା ଯୋଉଠି ପତଳା ହେଇଯାଏ, ଭୁଲ ସେଠି ମୋଟା ହେଇଯାଏ। ଆପଣଙ୍କର ପାଖରେ ସମସ୍ତଙ୍କର ତ ଏ ପ୍ରାର୍ଥନା ମନେ ଥିବ, କାହିଁକି ପିଲାଦିନେ ଆମେ ଏକୁ ଶିଖିଛେ। ଆମ ସଂସ୍କୃତି ଆମକୁ ଶିଖେଇଛି ସବୁଦିନ ରାତିରେ ଶୋଇବା ପୂର୍ବରୁ କ୍ଷମା ୟାଚନା, କ୍ଷମା ମାଗିବା, କ୍ଷମା ଦବା। ଜଗତକୁ କ୍ଷମା ମାଗିବା, ଜଗତକୁ କ୍ଷମା ଦବା। ଈଶ୍ୱରଙ୍କୁ କ୍ଷମା ମାଗିବା। ଈଶ୍ୱରଙ୍କୁ କଣ ଆମେ କ୍ଷମା ଦବା କି? ଯିଏ କ୍ଷମା ଦେଇ ପାରୁନାହିଁ, ସେ କୋଉ ମୁହଁରେ ଭଗବାନଙ୍କ ପାଖରେ ଯାଇକିରି କ୍ଷମା ମାଗିବ? ତେଣୁ ଏଇ ଶ୍ଲୋକକୁ ସମସ୍ତେ ମନେ ରଖିବା ଏବଂ ଭାବ ପୂର୍ବକ, ଶବ୍ଦ ଅର୍ଥ ପୂର୍ବକ କଣ ସେ ଅର୍ଥ ତାର ଉପସଂହାର କରିବା। କରଚରଣ କୃତମ୍ ବା କାୟଜଂ କର୍ମଜଂ ବା ଶ୍ରବଣ ନୟନଜଂ ବା ମାନସଂ වාପରାଧମ୍ विहितम अवहितं वा सर्वमेतत् क्षमस्व, सर्वमेतत् क्षमस्व। ଆଚ୍ଛା, ଅପରାଧ କହିଲେ କଣ? ନା ଅପରାଧ ହଉଛି ଦି ପ୍ରକାର। ପ୍ରଥମ ପ୍ରକାର ଅପରାଧ ହଉଛି ଯାହା ବିହିତ ତାକୁ ନ କରିବା। ଦ୍ୱିତୀୟ ପ୍ରକାର ଅପରାଧ ହଉଛି ଯାହା ଅବିହିତ ତାକୁ କରିବା। ଆମ ଋଷି ମାନେ କହିଲେ ବ୍ରାହ୍ମ ମୁହୂର୍ତ୍ତରୁ ଉଠିବା। ଯଦି ଜଣେ ବ୍ରାହ୍ମ ମୁହୂର୍ତ୍ତରୁ ଉଠିଲା ନାହିଁ, ସେ ବିହିତ କର୍ମ କଲା ନାହିଁ, ଅପରାଧ। ଆମ ଶାସ୍ତ୍ରରେ କୁହାଗଲା ଯେ ପଞ୍ଚ ମହାଯଜ୍ଞ ପାଳନ କରିବା ଉଚିତ। ବିହିତ ନ କରିବା ଦ୍ୱାରା ଅପରାଧ ହୁଏ। ଦ୍ୱିତୀୟ ପ୍ରକାର ଅପରାଧ କଣ? ନା ଅବିହିତ କରିବା ଦ୍ୱାରା। ଇଏ ବିହିତ ଅନନୁଷ୍ଠାନେ, ଅବିହିତ ଅନୁଷ୍ଠାନେ, ଇଏ ହେଲା ଅପରାଧର ଦିଟା କାରଣ। विहितम् अविहितं वा सर्वमेतत् क्षमस्व। हे भगवान,
ଯଦି ମୋ ଭିତରୁ ଏ ଦି ପ୍ରକାର ଅପରାଧ ଭିତରୁ ଦିଟା ଯାକ ଅପରାଧ ହେଇଛି, ତେଣୁ ମୁଁ କ୍ଷମା ମାଗୁଛି, ଆପଣ ମତେ କ୍ଷମା କରିଦିଅ। ଜଗତକୁ ଯୋଉମାନଙ୍କ ସହିତ ଆମେ ଜୀବନ ଯାପନ କରୁଛେ, କଣ ବିହିତ କଣ ଅବିହିତ? ଆଉ ଋଷି କହିଲେ କର, କର ମାନେ ହେଲା ହାତ। ଚରଣ, ଚରଣ ମାନେ ହେଲା ପାଦ। କୃତମ୍, କରଚରଣ କୃତମ୍ ବାକ୍କାୟଜମ୍ କର୍ମଜମ୍ ବା। ଯଦି ମୋ କର ଦ୍ଵାରା, ଯଦି ମୋ ଚରଣ ଦ୍ଵାରା କଣ ଅପରାଧ, ବିହିତ କଣ ମୁଁ କରିନି, ଆଉ ଅବିହିତ କଣ ମୁଁ କରିଛି, ଦିଟା ଜିନିଷ ତ, ବିହିତ ଆଉ ଅବିହିତ। ଆମ ଶାସ୍ତ୍ରରେ କୁହାଗଲା ହସ୍ତସ୍ୟ ଭୂଷଣମ୍ ଦାନମ୍, ଯୋଉ ହାତ ଦାନ କରିନି। ସତ୍ୟ କଣ୍ଠସ୍ୟ ଭୂଷଣମ୍, ଶ୍ରୋତ୍ରସ୍ୟ ଭୂଷଣମ୍ ଶାସ୍ତ୍ରମ୍। ହାତ ହେଇକିରି ଯଦି ସେ ଦାନ ନ କଲା, କାନ ହେଇକିରି ଯଦି ସେ ଶାସ୍ତ୍ରକୁ ଶ୍ରବଣ ନ କଲା, ଆମ ଶାସ୍ତ୍ରରେ କଣ କୁହାଗଲା? ହସ୍ତସ୍ୟ ଭୂଷଣମ୍ ଦାନମ୍, ସତ୍ୟಂ କଣ୍ଠସ୍ୟ ଭୂଷଣମ୍, ଶ୍ରୋତ୍ରସ୍ୟ ଭୂଷଣମ୍ ଶାସ୍ତ୍ରମ୍, ଭୂଷଣୈଃ ପ୍ରୟୋଜନମ୍। ପ୍ରଥମେ ହଉଛି କର। କର ମାନେ ହାତ, ହାତରେ ଦାନ କରିବା, ହାତରେ ସାହାଯ୍ୟ କରିବା, ହାତରେ ସେବା କରିବା, ଏଟା ହେଲା ବିହିତ। ଯଦି ଏ ଚୋରି କଲା, ରାତିରେ ଉଠିକିରି ଫୁଲ ଚୋରି କଲା, ତାହେଲେ କଣ ହେଲା? ଅପରାଧ ହେଲା ନା ନାଇଁ? ରାତିରେ ମନେ ପକେଇବି ଆଜି ଯୋଉ ଅପରାଧ ହେଇଛି ମତେ ଆପଣ କ୍ଷମା କରନ୍ତୁ, ଏବଂ ମୁଁ ଆଉ ଥରେ ସେ ଗତକାଲି ଏ ଅପରାଧ, ନା କର ଅପରାଧ, ଭିତରେ ଚରଣ ଅପରାଧ, ପାଦଟା ଅଛି ମନ୍ଦିରକୁ ଯିବା ପାଇଁ, ପାଦ ଅଛି ସତ୍ସଙ୍ଗକୁ ଯିବା ପାଇଁ, ଯୋଉ ପାଦ ସତ୍ସଙ୍ଗ ଗଲା ନେଇ, ମନ୍ଦିର ଗଲା ନେଇ, ଅଯଥାରେ ଯାଇକିରି ଅନ୍ୟ ଆଡେ ସମୟକୁ ନଷ୍ଟ କଲା, ଏଟା ଚରଣ ଦ୍ଵାରା ଅପରାଧ। ବାକ୍ କାୟଜମ୍ କର୍ମଜମ୍, ବାକ୍ ମାନେ ବାଣୀ ଦ୍ଵାରା, କାୟ ମାନେ ଶରୀର ଦ୍ଵାରା, କାୟିକ ବାଚିକ ମାନସିକ। କାୟିକ ବାଚିକ ମାନସିକ, ତେଣୁ ଯୋଉ ତିନି ପ୍ରକାର କର୍ମ, କାୟିକ ମାନେ କଣ, ବାଚିକ ମାନେ କଣ, ଆମର ସେମାନେ ବାଛିଲେ ତିନି ପ୍ରକାର ହେଲା କାୟିକ ଅପରାଧ, ତିନି ପ୍ରକାର ହେଲା ବାଚିକ ଅପରାଧ, ତିନି ପ୍ରକାର ମାନସିକ ଅପରାଧ। ବାକ୍କାୟଜମ୍ କର୍ମଜମ୍ ବା, କାହାର ହିତ ସେ ଚିନ୍ତା କର, ଗୋଟି ଗୋଟି କରି। ଶ୍ରବଣ ନୟନମ୍ ବା ମାନସମ୍ ବା ଅପରାଧମ୍, ଶ୍ରବଣର ଅପରାଧ କଣ? କାନଟା କଣ ପାଇଁ ମିଳିଛି? ଆଖି, ତାପରେ ନୟନ, ଆଖି କଣ ପାଇଁ ମିଳିଛି? ଦୂରଦର୍ଶନ ଦେଖିବା ପାଇଁ, ସିରିଏଲ ଦେଖିବା ପାଇଁ। କାନ କଣ ପାଇଁ ମିଳିଛି? କାନ କଣ ପାଇଁ ମିଳିଛି? ପର ନିନ୍ଦା, ପର ଚର୍ଚ୍ଚା ଶୁଣିବା ପାଇଁ, ନା ଶାସ୍ତ୍ର ଶୁଣିବା? ଯଦି ମୁଁ ପରନିନ୍ଦା ପର ଚର୍ଚ୍ଚା ଶୁଣିବାରେ ସମୟକୁ ଅତିବାହିତ କରିଦେବି, ଶ୍ରବଣ, ଯେରେ ନୟନ, କଣ ମୁଁ ଦିନ ସାରା ଦେଖୁଛି, ସେ ୟୁଟ୍ୟୁବରେ ହଉ, ଟିଭିରେ ହଉ, କି ଯୋଉଥିରେ ହଉ, କଣ ମୁଁ ଦିନ ସାରା ଦେଖୁଛି, କଣ ମୁଁ ଦିନ ସାରା ଶୁଣୁଛି? ଶ୍ରବଣ ନୟନ ମାନସ, ମାନସ ମାନେ ମୁଁ କଣ ଭାବୁଛି। ମନ ଶବ୍ଦର ଅର୍ଥ ହଉଛି ବିଚାର। ପଞ୍ଚଦଶୀରେ ବିଦ୍ୟାରଣ୍ୟ ସ୍ୱାମୀଜୀ କହିଲେ ଯେ ଇଏ ହଉଛି ମନ ଶବ୍ଦର ଅର୍ଥ। ମନ ଦଶ ଇନ୍ଦ୍ରିୟ ଅଧ୍ୟକ୍ଷ, ଗୁଣ ଦୋଷ ବିଚାରକ। ଗୁଣ ବିଚାର କରିବ ମନ, ତାହେଲେ ଦୋଷ ବିଚାର କରିବ। ଗୁଣ ବିଚାର କରିକିରି ସଂକଳ୍ପ କରିବ, ଆଉ ଦୋଷ ବିଚାର କରିକିରି ବିକଳ୍ପ କରିବ। ଯୋଉଠି ବିଚାର ନାହିଁ, ସେଠି ମନ ନାହିଁ। ପାଞ୍ଚରେ ପାଞ୍ଚ ମିଶିଲେ କେତେ? 10। ପାଞ୍ଚରେ ପାଞ୍ଚ ଗୁଣିଲେ କେତେ? 25। ପାଞ୍ଚରୁ ପାଞ୍ଚ ଫେରିଲେ କେତେ? ଏସବୁ ହଉଛି ବିଚାର। ଏସବୁ କାମ ଏଇଟା ଯୋଉଠି ହଉଛି ତାକୁ ମନ କୁହାଯାଏ।
ଯୋଉଠି ଏଇଟା ନାହିଁ, ମାନେ ମନ ନାହିଁ, ନିର୍ବିଚାର ସଜା। ତେଣୁ କଣ କୁହାଗଲା? ସବୁଦିନ ରାତିରେ ଶୋଇବା ପୂର୍ବରୁ ଇଏ ହଉଛି ପ୍ରାର୍ଥନା। ସବୁଦିନ ସକାଳୁ ଉଠି ସାରିଲା ପରେ ପ୍ରାର୍ଥନା। କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟରେ ସରସ୍ୱତୀ, କରମୂଳେ ତୁ ଗୋବିନ୍ଦ, ପ୍ରଭାତି କର ଦର୍ଶନ। ପ୍ରାର୍ଥନାରୁ ଦିନକୁ ଆରମ୍ଭ କରିବା, ପ୍ରାର୍ଥନାରେ ଦିନକୁ ସାରିବା, ପ୍ରାର୍ଥନାରେ ଦିନକୁ ଭରିବା, ଇଏ ହିଁ ପ୍ରଭୁଙ୍କ ପାଖକୁ ଯିବା ପାଇଁ ଉପାୟ। ସବୁଦିନ ରାତିରେ ଶୋଇବା ପୂର୍ବରୁ ଆମ ବ୍ୟବହାର ଦ୍ଵାରା ଆମେ ଅନୁଭବ କରୁଛେ ଯେ ନାଇଁ ମୋ ଦ୍ଵାରା ଏଟା ଅପରାଧ ହେଇଯାଇ, ଯାହା ସହିତ ଅପରାଧ ହେଇଯାଇଛି ତାକୁ ସ୍ମରଣ କରି ତା ସାମ୍ନାରେ କ୍ଷମା ମାଗିବା। ହେ ମା ମୋର ଭୁଲ ହେଇଯାଇଛି, ହେ ବାପା ମୋର ଭୁଲ ହେଇଯାଇଛି, ଚାକରାଣୀ ହେଲେ ବି ତା ସାମ୍ନାରେ କ୍ଷମା ମାଗିବା। ଏଇଭଳି ମାଗିବା ଦ୍ଵାରା ଚିତ୍ତ ଶୁଦ୍ଧି ହୁଏ। ଏଇ ଯୋଉ ମନେ ପକେଇବାକୁ କୁହାଗଲା ପଶ୍ଚାତାପ, ଦେଖନ୍ତୁ ପଶ୍ଚାତାପ ଦ୍ଵାରା ବି ଚିତ୍ତ ସିଦ୍ଧ ହୁଏ, ଆଉ ପ୍ରାୟଶ୍ଚିତ ବି ଦ୍ଵାରା ବି ଚିତ୍ତ ସିଦ୍ଧି ହୁଏ। ଆମ ଶାସ୍ତ୍ରରେ ସବୁ ଅପରାଧ କ୍ଷମଣୀୟ ନୁହେଁ, କିଛି ଅପରାଧ ଦଣ୍ଡନୀୟ। ତେଣୁ ଯଦି ସବୁଦିନ ରାତିରେ ଆମେ ଶୋଇବା ପୂର୍ବରୁ କରିଦେଲେ, ତାହେଲେ ଚିତ୍ତରେ ଆଉ ପଶ୍ଚାତାପ ରହିବ ନାହିଁ। କ୍ଷମା ୟାଚନା, କରଚରଣ କୃତଂ ବା କାୟଜଂ କର୍ମଜଂ ବା ଶ୍ରବଣ ନୟନଜଂ ବା ମାନସଂ ୱାପରାଧମ୍ विहितम् अविहितं वा सर्वमेतत् क्षमस्व। जय जय करुणाब्धे श्री महादेव शंभो, श्री महादेव शंभो। ये हूँ शिव अपराध क्षमापण स्तोत्र। अभी 4टा श्लोक रहीगला। ठीक अच्छे, पुणी आम आसंता मासरे भगवद गीतार 9ମ अध्याय को अध्ययन करवा। रहुची हरिओम। ମୋ ଦେହ ଟିକେ ଭଲ ଅଛି। ପ୍ରାର୍ଥନା ପୁଣି ଆସନ୍ତା ମାସ ଟିକେ ଦୁର୍ବଳିଆ ଲାଗୁଛି କିନ୍ତୁ ଭଲ ଅଛି। सर्वे भवन्तु सुखिनः, सर्वे सन्तु निरामयाः, सर्वे भद्राणि पश्यन्तु मा कश्चित् दुःखभाग्। हरि ओम। ଶେଷ ଶ୍ଲୋକ ଟିକେ ମନେ ରଖନ୍ତୁ ଏବଂ ସବୁଦିନ ଶୋଇବା ପୂର୍ବରୁ ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ ଏବଂ କ୍ଷମା କ୍ଷମା ଯାଚନା